ଆପଣମାନେ ଜାଣିଥିବେ ନିକଟ ଅତୀତରେ ବିଭିନ୍ନ ପ୍ରକାର ଛୋଟ ଛୋଟ ଇନସିଡେଣ୍ଟ ଘଟୁଛି ଯେଉଁଟାକି ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରୁଛି। ସେ ଭିତରେ ଗୋଚାଲାଣ ହେଉଛି, ଗୋ ତସ୍କରୀ ହେଉଛି। ଏ ଯେଉଁ ଗୋରୁ ଚୋରି ହେବା ଦ୍ୱାରା ବହୁତ ଗରିବ ଲୋକ ହଇରାଣ ହେଉଛନ୍ତି। ତା ସହିତ ଆପଣ ଜାଣିଥିବେ ଗୋ ଚାଲାଣ ଏବଂ କଟା ଗୋରୁ ମାଂସ କାଉ ସ୍ଲଟରିଂ ସେଇଟା ମଧ୍ୟ ଚାଲିଛି, ସେଇଟା ୱେଷ୍ଟବେଙ୍ଗଲକୁ ଯାଉଛି। ତେଣୁ ଏଇସବୁ ଦେଖିକି ଛୋଟ ବଡ଼ ଇନସିଡେଣ୍ଟକୁ ଆମେ ଏଇ ରେଟ୍ କରୁଛୁ। କିଛି ଜାଗାରେ ବନ୍ଧୁକ ଖଣ୍ଡା ଏଗୁଡ଼ା ବାହାରିଛି, ତା ସହିତ କ୍ୟାସ୍ ଗୋଲ୍ଡ ଏଗୁଡ଼ା ବାହାରିଛି ଯେଉଁଟାକି ସେଇ ଗୋ ଚାଲାଣ ପଇସାରେ ସେମାନେ କିଣିଛନ୍ତି। ବର୍ତ୍ତମାନ ଆମେ 8ଟା ଜାଗାରେ କରିଛୁ। ଆମ ପାଖରେ 6 ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି, DSP 2 ଜଣ, ଭଦ୍ରକରେ ପୁରୁଣା ବଜାରରେ 5ଟି ଏବଂ ଗୁଜରାଟରେ 3ଟି। ବର୍ତ୍ତମାନ ଆମେ ଯାହା ଦେଖିଛୁ, ଯାହା ଶୁଣୁଛି, ପୁରା ତ ଆମର କାଉଣ୍ଟ ହେଇନି, ପାଖାପାଖି 20 ଲକ୍ଷ କ୍ୟାସ୍ ହେଇଯିବ। ତା ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ ବାହାରୁଛି। ତଥାପି ଆମେ ଘଣ୍ଟେ ଭିତରେ ଡିଟେଲ୍ସ ଆପଣଙ୍କୁ ବର୍ତ୍ତମାନ ସୁଦ୍ଧା ମୁଁ ଯାହା ଜାଣିଛି 5 ଜଣ ଡିଟେନ୍ ଅଛନ୍ତି। ଆଉ କିଛି ଆମର ଧରିବା ପାଇଁ ଆମ ପ୍ରୟାସ ଚାଲିଛି। ଜିଲ୍ଲାରୁ ସୁବ୍ରଜିତ ପାଲଙ୍କ ରିପୋର୍ଟ, ଓଡ଼ିଶା 24 ଖବର।